ଆଜି ଥିଲା ଗୁରୁ ଦିବସ। ସକାଳ ଓଳି ସ୍କୁଲରେ ପାଳନ ହେଲା ଗୁରୁ ଦିବସ। ତାପରେ ଯେତେବେଳେ ମୁଁ ଟ୍ୟୁସନ୍ କ୍ଲାସ୍କୁ ଆସିଲି, ଦେଖିଲା ବେଳକୁ ମୋ ଟ୍ୟୁସନ୍ ପିଲାମାନେ ମୋ ପାଇଁ ସରପ୍ରାଇଜ୍ ରଖିଥିଲେ। ସୋ ପ୍ରଥମେ ମୋତେ ବଢ଼େଇ ଦେଲେ ଗୋଟେ ଗିଫ୍ଟ। ମୁଁ ତାକୁ ପ୍ରଥମେ ପଢ଼ିନେଲି। ପଢ଼ିନେଲା ପରେ ଲେଖିଛି ହାପି ଗୁରୁ ଦିବସ ସାର୍। ତାପରେ ଖୋଲିଥିଲି, ୱାଓ କେତେ ସୁନ୍ଦର ଘଣ୍ଟାଟିଏ। ସ୍ପେଶାଲ୍ ଗିଫ୍ଟ ଥିଲା ପିଲାମାନଙ୍କ ତରଫରୁ। ପିଲାମାନେ ସମସ୍ତେ ଖୁସି ହେଇଗଲେ ମୁଁ ଖୁସି ହେବାର ଦେଖି। ଦେଖନ୍ତୁ ପିଲାମାନେ କେତେ ଖୁସି ହେଉଛନ୍ତି। ଜିତୁ ତାର ଫଟୋ ଭିଡ଼ିଓ କରିବାରେ ବ୍ୟସ୍ତ। ଓ ୱାଓ ଗୋପାଳ ପୁରା ଷ୍ଟାଇଲରେ ଆସିଛି। ତାପରେ ଗୋପାଳ ତାର ସ୍ପେଶାଲ୍ ଗିଫ୍ଟ ଦେଲା। ତା ଦେହରେ ବ୍ଲାକ୍ ଟେପ୍ ଏମିତି ଗୁଡ଼େଇଛି ଦେଶୀ ଷ୍ଟାଇଲରେ। ମୁଁ ତ ଗଲା ଖୋଲୁଛି ଆଉ ଖୋଲି ବାବାରେ କେତେ ଖୋଲିବି। ଜିତୁ ଆସି କହୁଛି ମୁଁ ଖୋଲିଦେବି। ବା ମୋ ହାତ ତ ବନ୍ଦ ହେଇଗଲା। କେତେବେଳେ ସରିବ? ସତରେ ଇଏ ଦ୍ରୌପଦୀ ବସ୍ତ୍ରହରଣ ଭଳିଆ ଲାଗୁଛି। ଆରେ ଆହୁରି ଅଛି। ଖୋଲ ଖୋଲିଯା। ଆରେ ବା ଏବେ ଯାଇ ସରିଲା ଖୋଲିବା। ହାତରୁ ବାହାର କରିଦେବି, ନହେଲେ ତ ଆଉ ଖୋଲି ପାରିବିନି ନା। ଜିତୁ ଟିକେ ହେଲ୍ପ କର। ହଁ ଏବେ ଖୋଲିଗଲା ସରିଗଲା। ଏବେ ଜିତୁ କହୁଛି ଆକୁ ନେଇ ରଖିଦେବି, ଭବିଷ୍ୟତରେ କାମରେ ଲାଗିବ। ଚୁପ୍ କିନା ରହିଲା, ବୁଦ୍ଧିମାନ ପିଲାଟା ତ। ଆରେ ବା ତାପରେ ପୁଣି ରବରରେ ବନ୍ଧା ହେଇଛି। ଆରେ ବା ଅନବକ୍ସିଂ କରିବାଟା ଏତେ କଷ୍ଟ ମୁଁ ଜାଣିନଥିଲି, ଆଜି ଜାଣୁଛି। ଜରିକୁ ଖୋଲିଲି, ଜରିକୁ ଅନବକ୍ସିଂ କଲି। ତାପରେ ପୁଣି ଗୋଟେ କଭର ବାହାରିଲା। ଆରେ ପୁଣି ଗୋଟେ କଭର, ଆଉ ଗୋଟେ ଜରି ବାହାରିଲାଣି। ଆରେ ତା ଭିତରେ କ'ଣ ଅଛି? 7 ତଳ ପାଣି ଭିତରେ ପଙ୍କ, ତା ଭିତରେ ସିନ୍ଦୁର ପରୁଆ। କ'ଣ ବାହାରିବ ଦେଖିବା। ଦେଖିଲା ବେଳକୁ କ'ଣ ବାହାରିଲା? ୱାଓ ଗୋଟେ ବିୟୁଟିଫୁଲ ଇୟରବଡ଼ ବାହାରିଲା। ଆରେ ମୁଁ ଥରେ ପିଲାଙ୍କୁ କହୁଥିଲି ମୋର ଇୟରବଡ଼ଟା ନାହିଁ ବୋଲି। ପିଲାମାନେ ପ୍ଲାନିଂ କରି ଗୋପାଳ ତାର ପର୍ସନାଲି ଏ ଗିଫ୍ଟଟା ଆଣିଛି। ମୁଁ ତାକୁ ବହୁତ ଧନ୍ୟବାଦ ଦେଲି, ଥ୍ୟାଙ୍କ ୟୁ କହିଲି। ବହୁତ ବଢ଼ିଆ ଲାଗିଲା ଗିଫ୍ଟଟା। ସ୍ପେଶାଲ ଥ୍ୟାଙ୍କ ୟୁ। ମୋ ପିଲାମାନେ ମୋ ମନ କଥା ଜାଣି ମୋ ପାଇଁ ସୁନ୍ଦର ଗିଫ୍ଟ ଆଣିଛନ୍ତି।